ମୁଁ ନେଇଛି ପଖାଳ ଭାତ, ଏଇଟା ହେଉଛି ଅଣ୍ଡା ଆମ୍ଲେଟ୍, ଏଇଟା ହେଉଛି ଆଳୁ ବାଇଗଣ ଟମାଟୋ ତରକାରୀ। ବୋଉ ୟା ଟିକେ ଦେଖିଲୁ, ୟା ଟିକେ ଦେଖେ। ତ ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଭଲରେ ଥାଆନ୍ତୁ। ତ ମୁଁ ଆଜି ଆମ ଘରର ଛୋଟ ଲଞ୍ଚର ଟାଇମ୍ ସେୟାର କରୁଛି, ଯାହା ଆମ ଫ୍ୟାମିଲି ପୁରା ଆଜି ମାନେ ଆମେ ପୁରା ମିଶିକି ଖାଉଛୁ। ଆଉ ମିଶିକି ଖାଇଲେ ଯାହା ଆନନ୍ଦ ମିଳୁଛି ମୁଁ ଆଜି ଆପଣଙ୍କୁ ସେୟାର କରୁଛି। ତ ଚାଲନ୍ତୁ ଦେଖିବା। ମୋ ବାବା ମୋ ବୋଉକୁ ନିଜ ହାତରେ ଖୁଆଇ ଦେଉଛନ୍ତି। ତ ଦେଖନ୍ତୁ, ଏଇଟା ହେଉଛି ଭାତ, ଆଉ ଏଇଟା ହେଉଛି ଆଳୁ ବାଇଗଣ ଟମାଟୋ ତରକାରୀ। ବୋଉ ୟା ଟିକେ ଦେଖିଲୁ, ୟା ଟିକେ ଦେଖେ, ଟିକେ ହସି ଦେ, ଟିକେ କେମିତି ଲାଗୁଛି କହିଦେ, ଟିକେ କହିଦେ ଟିକେ। ତ ଦେଖୁଥିବେ ତାଙ୍କେ ଖୁଆଇ ଦେଉଛନ୍ତି। ଆଉ ଏଇଟା ଆମ ଘରର ବହୁତ ବଡ଼ ଭଲ ପାଇବା ରହିଛି। ଆଉ ଏଇଟା ହେଉଛି ଆଳୁ ବାଇଗଣ ଟମାଟୋ ସନ୍ତୁଳା ତରକାରୀ, ଆଉ ସେଇଟା ହେଉଛି ଭାତ। କାରଣ ମୁଁ ଆଜି ଗୋଟେ ଅଣ୍ଡା ଆମ୍ଲେଟ୍ ବନେଇଛି, ଆଉ ସେ ଅଣ୍ଡା ଆମ୍ଲେଟ୍ ବୋଉ ମନା କରୁଛି, ମାନେ ସେ ନନ୍ଭେଜ୍ ଖାଉନି। ସିଏ କେବଳ ଖାଲି ଭେଜ୍ ଖାଉଛି, ନନ୍ଭେଜ୍ ଖାଉନି। ତ ମୁଁ ଗୋଟେ ଅଣ୍ଡା ଆମ୍ଲେଟ୍ ବନେଇଛି, ଆଉ ମୋ ବୋଉ ଖାଇସାରିଲା ପରେ ଆମେ ସେଇଟା ଖାଉ, ବାବା ଆଉ ମୁଁ। ତ ମୁଁ ଏବେ ଅମ୍ଲେଟ୍ଟା ଦେଖେଇବି ତୁମକୁ। ତ ଏଇଟା ହେଉଛି ସେ ଅମ୍ଲେଟ୍ ବନେଇଛି। ଆଉ ଏଇଟା ଯେଉଁ ମୁଁ ତରକାରୀ ବନେଇଥିଲି, ଏଇଟା ହେଉଛି ଭେଜ୍ ତରକାରୀଟା। ବୋଉ ମନା କରୁଛି କି ମୁଁ ଖାଇବିନି ନନ୍ଭେଜ୍, ସିଏ ଖାଉନି, ତାକୁ ଏକଦମ ଭଲ ଲାଗୁନି। ଆମେ କେବଳ ମାଛ ହଉ ମାଉଁସ ଅଣ୍ଡା ହଉ ଆମେ ଆଣିଲେ କେବଳ ଖାଇଥାଉଛୁ ନନ୍ଭେଜ୍। ଆମେ ଅଣ୍ଡା ବନେଇଛୁ, ଅଣ୍ଡା ଆମ୍ଲେଟ୍ ବନେଇଛୁ, ଆମେ ତାକୁ ଖାଇବୁ ଆଉ ଆପଣମାନଙ୍କୁ ସେୟାର କରିବୁ। ତ ଚାଲନ୍ତୁ ଆଗକୁ ଦେଖିବା। ଆପଣମାନେ ଯଦି ଆପଣଙ୍କ ଫ୍ୟାମିଲିଙ୍କ ସାଙ୍ଗରେ ସିଏ ଖାଉଛନ୍ତି ଆଉ ବହୁତ ଏନ୍ଜୟ ଆନନ୍ଦ ନେଉଛନ୍ତି, ତାହେଲେ ନିଶ୍ଚୟ ଜଣାନ୍ତୁ। ଆଉ ଭିଡ଼ିଓଟିକୁ ଲାଇକ୍ କରିବେ, ଆଉ ଆମକୁ ସପୋର୍ଟ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏବେ ମୋ ବୋଉ ଖାଇସାରିଲା ପରେ ଆଉ ମୋ ବାବା ଆଉ ମୁଁ ଏବେ ଖାଇବୁ ଆଳୁ ଟମାଟୋ ତରକାରୀ, ଅଣ୍ଡା ଆମ୍ଲେଟ୍। ଆଉ କେତେ ସ୍ୱାଦ ହେଉଛି କ'ଣ ଆମେ ସବୁ ଦେଖେଇବୁ। ତ ଚାଲନ୍ତୁ ଖାଇବା। ଏବେ ମୋ ବୋଉ ଖାଇସାରିଲାଣି, ଆଉ ଏବେ ମୋ ବାବା ଆଉ ମୁଁ ଏବେ ଖାଉଛୁ। ଆଉ ସାଙ୍ଗରେ କ'ଣ କ'ଣ ଖାଉଛି ଦେଖନ୍ତୁ। ମୁଁ ନେଇଛି ପଖାଳ ଭାତ, ଏଇଟା ହେଉଛି ଅଣ୍ଡା ଆମ୍ଲେଟ୍, ଏଇଟା ହେଉଛି ଆଳୁ ବାଇଗଣ ଟମାଟୋ ତରକାରୀ। ଆଉ ମୋ ବାବାଙ୍କର ଶୁଖିଲା ଭାତ, ଆଉ ତାଙ୍କର ବି ସେ ଆଳୁ ବାଇଗଣ ଟମାଟୋ ତରକାରୀ, ସେଇଟା ହେଉଛି ତାଙ୍କ ଅମ୍ଲେଟ୍, ଏଇଟା ହେଉଛି ମୋ ଅମ୍ଲେଟ୍। ଆଉ ବାବା କେମିତି ଲାଗୁଛି? ସ୍ୱାଦ ହେଉଛି, ୟା ଟିକେ ଦେଖିକି କୁହ। ସ୍ୱାଦ ହେଉଛି ତ? ତ ବାବା ଶୁଖିଲା ଭାତ ଖାଉଛି, ଆଉ ମୁଁ ପଖାଳ ଭାତ ଖାଉଛି। କାରଣ ମୋତେ ଟିକେ ଖରାବେଳେ ଟିକେ ପଖାଳ ଖାଇବାକୁ ଟିକେ ବହୁତ ଭଲ ଲାଗୁଛି। ପଖାଳ ଭାତ ଆଉ ଅଣ୍ଡା ଆମ୍ଲେଟ୍ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ, ବହୁତ ମଜା ଲାଗିବ। ବହୁତ ସ୍ୱାଦ ହେଉଛି ପଖାଳ ଭାତକୁ ଆଉ ଆମ୍ଲେଟ୍। ଆଉ ସନ୍ତୁଳାଟା ବି ଦେଖାଉଛି। ସନ୍ତୁଳା ମଧ୍ୟ ଭଲ ଲାଗୁଛି, ଆଳୁ ବାଇଗଣ ଟମାଟୋ ତରକାରୀ ବି ମଧ୍ୟ ଭଲ ଲାଗୁଛି। ତ ସାଙ୍ଗମାନେ, ଆଜି ଥିଲା ଆମର ଛୋଟ ଲଞ୍ଚ ବ୍ଲଗ୍ ଏତିକି। ତ ଖାଇଲୁ, ଆଉ ଆମେ ଫ୍ୟାମିଲି ପୁରା ମିଶିକି କ'ଣ କ'ଣ ଖାଇଲୁ ଆପଣଙ୍କୁ ମୁଁ ସବୁ ଦେଖେଇଲି। ଆପଣଙ୍କୁ କ'ଣ ଖାଇବା ଭଲ ଲାଗୁଛି ନିଶ୍ଚୟ ଜଣାଇବେ। ଆଉ ଯଦି ଆପଣମାନେ ଯଦି ଆପଣ ଫ୍ୟାମିଲି ସାଙ୍ଗରେ ଯଦି ମିଶିକି ଖାଉଛନ୍ତି ଆଉ ଏନ୍ଜୟ କରୁଛନ୍ତି, ତାହେଲେ ନିଶ୍ଚୟ କମେଣ୍ଟ ବକ୍ସରେ ଜଣାଇବେ। ଆଉ ଯଦି ଆମ ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଗୋଟେ ଲାଇକ୍ କରିବେ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ତ ପୁଣି ଥରେ ଦେଖା ହେବ ନେକ୍ସଟ ବ୍ଲଗ୍ରେ।